ସାର୍ ଦେଖନ୍ତୁ ଏଇ ତ ଆନ୍ଦୋଳନ ଆମର ଆଜିକାର ନୁହେଁ, ଦୀର୍ଘ 2017 ବହୁ ବର୍ଷର ଶିକ୍ଷକ ମାନଙ୍କର ଦାବି। ପ୍ରତ୍ୟେକ ସରକାର ୟା ବାବଦରେ ଭଲ ଭାବରେ ଅବଗତ ଯେ ଓଡ଼ିଶାର ପ୍ରାଥମିକ ଶିକ୍ଷକ କ'ଣ ପାଇବା ପାଇଁ ହକଦାର, ସବୁ ସରକାର ଅବଗତ। ଏହି ସରକାର ବି ଯେତେବେଳେ ବିରୋଧୀରେ ଥିଲେ, ନିଜେ ମୁଁ ବର୍ତ୍ତମାନକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ ଏହି ସଭାସ୍ଥଳକୁ 22 ମସିହାର ଆନ୍ଦୋଳନ ଆସିକି ଆମ ଦାବିକୁ ଯୁକ୍ତିଯୁକ୍ତ ଏବଂ ନ୍ୟାର୍ଯ୍ୟ ସଙ୍ଗତ କହିଥିଲେ ଏବଂ ସେ ସରକାରକୁ ଆସିବା ପରେ ଆମ ଦାବିକୁ ନିଶ୍ଚିତ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତା ସହିତ ମାନବର ଆମର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମହାଶୟ ମଧ୍ୟ ଓଡ଼ିଶାକୁ ଯେଉଁଦିନ ବିଜେପି ସରକାର ଆସିବ ଶିକ୍ଷକମାନେ ତାଙ୍କର ନ୍ୟାର୍ଯ୍ୟ ସମ୍ମାନ ପାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତା ସତ୍ତ୍ୱେ ଆମର ବିଗତ ଡିସେମ୍ବର 4-9 ଯାଏ ବି ଆନ୍ଦୋଳନ ହେଇଥିଲା, ଗୋଟେ ବିରାଟ ଆନ୍ଦୋଳନ। 50ରୁ 60 ହଜାର ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଏକାଠି ହେଇଥିଲେ। ସରକାର ଷ୍ଟ୍ରାଇକ୍ ପରେ ଆମର କମିଟି ଫର୍ମ ହାଇ ପାୱାର କମିଟି କରିଥିଲେ, କିନ୍ତୁ ମହାସଂଘ ରାଜ୍ୟ ମହାସଂଘ କମିଟିକୁ ଗ୍ରହଣ କରିବୁ ନାହିଁ ବୋଲି ଜଣାଇଲା ପରେ ଫେରେ ମହାସଂଘର ପ୍ରତିନିଧି ଆସି କଥାବାର୍ତ୍ତା ହେଇକି 7 ଦିନ ଭିତରେ ୟା ବାବଦରେ ଆମେ ଯାହା କିଛି ଗୋଟେ ସମାଧାନ ରାସ୍ତାରେ ପହଞ୍ଚିବୁ ବୋଲି ଜଣାଇଥିଲେ, କିନ୍ତୁ ତା ସତ୍ତ୍ୱେ କିଛି ଫଳ ଆଜି ସୁଦ୍ଧା ମିଳିଲାନି। ୟା ଭିତରେ ମହାସଂଘ ବାରମ୍ବାର ଫଲୋଅପ୍ କରୁଛନ୍ତି। ସେକ୍ରେଟେରିଏଟ୍, ମନ୍ତ୍ରୀ, ବିଧାୟକ, ତାଙ୍କର ମୁଖ୍ୟ ସଚେତକ ପ୍ରତ୍ୟେକ ସ୍ତରରେ ପହଞ୍ଚନ୍ତି ଯୋଉଠି ଯୋଉଠି ଆମ ଦାବି ପୂରଣ ହେଇପାରିବ। ସବୁଠି ଆଲୋଚନା ସକାରାତ୍ମକ, କିନ୍ତୁ ରେଜଲ୍ଟ ଆଜି ଯାଏଁ ପାଇଲୁନି। এই 42 ডিগ্রি খরারে ବି ବିଗତ 8 ତାରିଖରୁ ରାଜ୍ୟ ମହାସଂଘ ଆନ୍ଦୋଳନ ଚଲେଇଛି। ଆମେ ଫେଜ୍ ୱାଇଜ୍ ପ୍ରତ୍ୟେକ ଜିଲ୍ଲାରୁ ବ୍ଲକରୁ ପ୍ରତିନିଧିମାନେ ଆସି ଏଠି ଧାରଣାରେ ସାମିଲ ହେଇଛୁ। ଆଶା କରୁଛୁ ଯେ ସରକାର ଆମର ଲୋକପ୍ରିୟ ସରକାର ଏବଂ ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ହେଇଥିବା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ନିଶ୍ଚିତ ଓଡ଼ିଶାରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନ୍ୟାର୍ଯ୍ୟ ଏବଂ ନ୍ୟାୟ ସଙ୍ଗତ ହକକୁ ମାନି ଯଥାଶୀଘ୍ର ଆମର ଦାବି ଘୋଷଣା ଦିଗରେ ପଦକ୍ଷେପ ନେବେ ଏବଂ ତା ସହିତ ସ୍ୱତନ୍ତ୍ର ଅନୁରୋଧ କରୁଛୁ ଯେ ସାର୍ ଯେଉଁ ବୃତ୍ତି ସମସ୍ତ ବୃତ୍ତିକୁ ସୃଷ୍ଟି କରାଉଛି, ତାଙ୍କୁ ସମ୍ମାନ ଦେଉଛି, ରାଜଭୋଗ ପାଇଁ ପରିସ୍ଥିତି ସୃଷ୍ଟି କରୁଛି, ସେମାନଙ୍କୁ ଏଭଳି କଲବଲ ଅବସ୍ଥାରେ 42 ডিଗ୍ରି ଖରାରେ ଛାଡ଼ନ୍ତୁ ନାହିଁ। ସାର୍ ଆପଣ ଯଥାଶୀଘ୍ର ପଦକ୍ଷେପ ନେଇ ଆମକୁ ଏହି ରାଜରାସ୍ତା ଛାଡ଼ିକି ଯିବା ପାଇଁ ବ୍ୟବସ୍ଥା କରନ୍ତୁ ଏବଂ ଆମର ଯେଉଁ 2ଟି ମୁଖ୍ୟ ଦାବି ଅଛି 42 ଗ୍ରେଡ୍ ପେ ମୂଳ ଗ୍ରେଡ୍ ପେ ଏବଂ 6 ବର୍ଷକୁ 6ଟି ନ୍ୟାସନାଲ ଇନକ୍ରିମେଣ୍ଟ ଆମ ମୂଳ ଚାକିରି ଆଡ୍ କରି ଦିଆଗଲେ ଯେତେବେଳେ ଘୋଷଣା ହେଇଯିବ ଆମେ ଏଠି ରାଜରାସ୍ତା ଛାଡ଼ି ନିଜ ନିଜ ବିଦ୍ୟାଳୟକୁ ଫେରିଯିବୁ। ପୁନଃ ଅନୁରୋଧ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀକୁ, ସାର୍ ଆମର ଦାବିକୁ ଯଥାଶୀଘ୍ର ପୂରଣ କରନ୍ତୁ ଏବଂ ଶିକ୍ଷକଙ୍କୁ ଆପଣ କହିଥିବା ଆପଣଙ୍କ କଥାକୁ ଆପଣ ରଖନ୍ତୁ। ଆମେ ବେଶୀ କିଛି ମାଗୁନୁ। ଆପଣ ଯାହା 2022 ମସିହାରେ ଆମ ସଭାସ୍ଥଳରେ ଆସି ଆମକୁ ପ୍ରତିଶ୍ରୁତି ଦେଇଥିଲେ ଯେ ଆପଣମାନଙ୍କ ଦାବି ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ, ଯଦି ଆମେ ସରକାରକୁ ଆସୁ ଆପଣଙ୍କର ଦାବି ଯଥାଶୀଘ୍ର ପୂରଣ ହେବ। ତେଣୁ ଅନୁରୋଧ ଆପଣଙ୍କ କଥାକୁ ଆପଣ ହିଁ ରଖନ୍ତୁ, ଆମେ ଆଉ ବେଶୀ କିଛି ଆପଣଙ୍କୁ ମାଗୁନୁ। ସେତିକି ଆମର ପୂରଣ କରିଦେଲେ ଆମେ ଏହି ସ୍ଥାନ ଛାଡ଼ି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିଜର ସ୍ଥାନକୁ ଫେରିଯିବେ ଏବଂ ବହୁତ ଦାୟିତ୍ୱ ବର୍ତ୍ତମାନ ଏସ୍ଆଇଆର୍ କାମ ଚାଲିଛି, ବିଏଲ୍ ସେନ୍ସସ୍ ଚାଲିଛି। ଆପଣ ଜାଣିଥିବେ ସେନ୍ସସ୍ରେ ବି ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶୁଘାତର ଶିକାର ହେଇ ଜୀବନ ବି କେତେ ଜଣ ଗଲାଣି, ମେଡିକାଲ ଆଡମିଟ୍ ହେଲେ। ତା ସତ୍ତ୍ୱେ ଆମେ ପଛଘୁଞ୍ଚା ନ ଦେଇ କୌଣସି ଦାବି ପୂରଣ ନ ହେବା ସତ୍ତ୍ୱେ ଉପେକ୍ଷା ସତ୍ତ୍ୱେ ବି ଆମେ ଆମର କାର୍ଯ୍ୟକ୍ରମକୁ ଜାରି ରଖିଛୁ। ତେଣୁ ଆମ ମନୋବଳକୁ ଆମ ସମ୍ମାନକୁ ବଢ଼ାଇବା ପାଇଁ ଆମ ଦାବିକୁ ଯଥାଶୀଘ୍ର ପୂରଣ କରିବା ପାଇଁ ବିନମ୍ର ନିବେଦନ କରୁଛୁ ସରକାରକୁ। ପ୍ରଚଣ୍ଡ ଖରା ଆଜ୍ଞା ସଂଖ୍ୟାରେ ଆପଣମାନେ ବସିଛନ୍ତି, ଆଜ୍ଞା ହିଟ୍‌ଷ୍ଟ୍ରୋକ୍‌ର ସମ୍ଭାବନା ରହୁଛି, ତଥାପି ସାର୍ ଯେତେବେଳେ ଦେଖୁଛୁ ଆମର ସମଯୋଗ୍ୟତା ଧାରୀ ଅନ୍ୟାନ୍ୟ ବିଭାଗର କର୍ମଚାରୀ ମାନେ ତାଙ୍କର ସମ୍ମାନ ପାଇଯାଉଛନ୍ତି, କିନ୍ତୁ ଆମକୁ ଆମର ସମ୍ମାନକୁ ପାଇଁ ବାରମ୍ବାର ଲଢ଼େଇ କରିବାକୁ ପଡୁଛି, ମାଗିବାକୁ ପଡୁଛି, ରାଜରାସ୍ତାକୁ ଆସିବାକୁ ପଡୁଛି। ଆମର ଚାକିରି କରିବା ଦିନ ସାଙ୍ଗରେ ଆମ ସାଙ୍ଗରେ ଆନ୍ଦୋଳନ ସାଙ୍ଗରେ ଆମେ ଜଡ଼ିତ। ଆନ୍ଦୋଳନରୁ ଆମର ଜନ୍ମ, ଆନ୍ଦୋଳନରୁ ଆମେ ଆମର ସାହାରା ପାଇଛୁ, ଆମର ଆନ୍ଦୋଳନରୁ ଆମର ପେଟ ପାଟଣା ପାଇଛୁ। ତେଣୁ ଆମେ ଆମର ସମ୍ମାନ ପାଇବା ପର୍ଯ୍ୟନ୍ତ ଏଇ ଖରା 42 କ'ଣ 48 ବି ହେଇପାରେ, ଆନ୍ଦୋଳନ ଜାରି ରହିବ ଯେ ପର୍ଯ୍ୟନ୍ତ ସରକାର କିଛି ଠୋସ୍ ଘୋଷଣା କରିନାହାନ୍ତି। ଅନ୍ୟ ରାଜ୍ୟରେ 42 ଗ୍ରେଡ୍ ପରେ ଦାବି ରଖିଛି, ଅନ୍ୟ ରାଜ୍ୟରେ ବି 42 ଗ୍ରେଡ୍ ଦିଆସାରିଛି, କିନ୍ତୁ ଆମ ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ଥିଲା ସତ୍ତ୍ୱେ ସେ ବୁଝିବା ପରେ ବି ଆପଣଙ୍କ ଏ ଡିମାଣ୍ଡଟାକୁ ପୁରା ନ କରିବାର କାରଣ କ'ଣ ଆପଣ ଦେଖୁଛନ୍ତି? ସାର୍ କାରଣ ତ ସେଇ ସରକାର ହିଁ ଜାଣିବେ। ଆମ ମହାସଂଘ ତରଫରୁ ୟାର ପୂର୍ବ ଆନ୍ଦୋଳନ ଗୁଡ଼ିକ ସମୟରେ ବି 22ଟି ରାଜ୍ୟର ଡକୁମେଣ୍ଟ, କୋଉ ରାଜ୍ୟରେ କେତେ ପେ ବ୍ୟାଣ୍ଡ କ'ଣ ଅଛି ସବୁ ସରକାରଙ୍କ ପାଖରେ ୟା ପୂର୍ବରୁ ହାଇ ପାୱାର କମିଟି ହେଲା, ଡିସେମ୍ବର ହାଇ ପାୱାର କମିଟି ହେଲା, ତାଙ୍କର ବିଧାୟକ ପ୍ରତିନିଧି ସଚେତକ ସମସ୍ତଙ୍କ ପାଖରେ ଡକୁମେଣ୍ଟ ଉପସ୍ଥାପିତ ହୋଇଛି। ତଥାପି ସରକାର ଏଇ 22 ଆମର ଏଇ
ଦାବି ଦୁଇଟିକୁ ମାତ୍ର ପୂରଣ କରିବା ପାଇଁ କାହିଁକି ପଛଘୁଞ୍ଚା ଦଉଛନ୍ତି ବା ବିଳମ୍ବ କରୁଛନ୍ତି ରାଜି ସତ୍ତ୍ୱେ ସରକାର ହିଁ ଜାଣିପାରିବେ। କିନ୍ତୁ ଆମର ତ ନିବେଦନ ରହିବ ଯେ ଆମକୁ ଆମର ସମ୍ମାନକୁ ଯଥୋଚିତ ସମ୍ମାନ ଆମକୁ ଯଥାଶୀଘ୍ର ପ୍ରଦାନ କରନ୍ତୁ। দেখুন স্যার, শিক্ষক মানে সমাজের মেরুদণ্ড, সমাজ সংস্কারক, মଣିষ তৈরি কারখানার কুশলী যন্ত্রী, পথ প্রদর্শক, লিডর, গাইড, কোচ ଆଉ ସବୁ ପରିସ୍ଥିତିରେ ସରକାର ଗଠନରେ ଅନନ୍ୟ ଭୂମିକା ଧାରଣ କରିଥିବା ବ୍ୟକ୍ତିତ୍ୱ। ଏମାନେ ଶିକ୍ଷକମାନେ ବିଦ୍ୟାଳୟରେ ପାଠ ପଢ଼ିଲେ ତାଙ୍କର ଶୋଭା ପାଇଥାଏ। ଯେଉଁ ଶିକ୍ଷକମାନଙ୍କ ଠାରୁ ବିଦ୍ୟାଳୟରେ ପାଠ ପଢ଼ି ଆଜିର ସରକାର ଗଢ଼ିଛନ୍ତି ମହାମାନ୍ୟ ବ୍ୟକ୍ତି ଗୁଡ଼ିକ ବିଭିନ୍ନ ବଡ଼ ବଡ଼ ନେତା ହେଇଛନ୍ତି, ବଡ଼ ବଡ଼ ନେତ୍ରୀ ହେଇଛନ୍ତି, ବଡ଼ ବଡ଼ ସରକାର କୋଳରେ ବସିଛନ୍ତି। ଶିକ୍ଷକଙ୍କ ପ୍ରଚେଷ୍ଟା, ଶିକ୍ଷକ ଉଦ୍ୟମ, ଶିକ୍ଷକ ଚେଷ୍ଟା। ଆଉ ଶିକ୍ଷକ ସଦାବେଳେ ଅହିଂସାକୁ ଭଲ ପାଆନ୍ତି, ଅହିଂସାର ପ୍ରତୀକ ହୋଇଥାନ୍ତି। ଶିକ୍ଷକମାନେ ସଦାବେଳେ ନ୍ୟାର୍ଯ୍ୟତା ପାଇଁ ପ୍ରେମରେ, ସ୍ନେହରେ, ସଦ୍ଭାବନା, ସୌହାର୍ଦ୍ଦରେ, ଏକତା ବୋଧରେ ଆଗକୁ ଆସି ହକ୍କୁ ପ୍ରତିପାଦନ କରିଥାନ୍ତି। ଅହିଂସା ହିଁ ପରମ ଧର୍ମ। ହିଂସାକୁ ଆଭଏଡ୍ କରି ଅହିଂସା ମାଧ୍ୟମରେ ମହାତ୍ମା ଗାନ୍ଧୀ ଏ ଦେଶକୁ ସ୍ୱାଧୀନ ଦେଇଥିଲେ ତାଙ୍କ ଟିମ୍ଙ୍କ ସହିତ। ଆଉ ଆଜି ମଧ୍ୟ ଆମେ ସେ ଅହିଂସାକୁ ବିଶ୍ୱାସ କରୁ ଶିକ୍ଷକମାନେ ଯେ ବିଶୃଙ୍ଖଳା ନ କରି, ହିଂସା ଆଚରଣ ନ କରି ଶୃଙ୍ଖଳା ମାଧ୍ୟମରେ ଆମ ନ୍ୟାର୍ଯ୍ୟ ଦାବି ଦୁଇଟି 42 ଗ୍ରେଡ୍ ପେ ପ୍ରଥମ, ଆଉ ଗୋଟିଏ 6 ବର୍ଷ କାଉଣ୍ଟିଂ ଆଉ 6ଟି ନ୍ୟାସନାଲ ଇନକ୍ରିମେଣ୍ଟ ଏହା ଅକ୍ତିଆର ପାଇଲେ, ହକ୍ ପାଇଗଲେ ଆମେ ଏଠୁ ନିଶ୍ଚୟ ଆମେ ନିଜ ଶିକ୍ଷକ କାମ କରିବା ସହିତ, ନିଜ ଅଞ୍ଚଳକୁ ପଳେଇବା ସହିତ, ବିଦ୍ୟାଳୟ ପାଠ ପଢ଼ିବା ସହିତ, ନିଜ ପରିବାର ଉନ୍ନତି ହେବା ସହିତ ଆଉ ଏ ସମାଜର ମଙ୍ଗଳ ଅନେକ ହେଇପାରିବ ବୋଲି ଏହା କାମନା କରୁଛୁ। ଆଚ୍ଛା, ଆପଣ ଦରମାର ଅବହେଳିତ, କିନ୍ତୁ ଆପଣ ଯୋଉ କାର୍ଯ୍ୟ କ୍ଷେତ୍ରରେ ଆପଣ କାର୍ଯ୍ୟ ସଠିକ ଭାବେ କରୁଛନ୍ତି ନା ଦରମାକୁ ଦେଖି କାର୍ଯ୍ୟ କରୁଛନ୍ତି? দেখুন স্যার, আমি সেন্সস করুଛୁ, আমি বিএলও করুଛୁ, আমি এসআইআর কাମ ବି କରୁଛୁ, ଆମେ ବିଦ୍ୟାଳୟରେ ମେଡିସିନ ବି ବାଣ୍ଟୁଛୁ। ଆମର ଶିକ୍ଷକ ମାନେ ଆଜି ଅନେକ ଶିକ୍ଷକ ଦେଖୁଛନ୍ତି ସେନ୍ସସରେ ଅଚେତ ହେଇ ପଡ଼ିଛନ୍ତି। ଏଭଳି ପ୍ରାଣହାନି ବି ଘଟିଛି, ଅନେକ ଜାଗାରେ ଦୁର୍ବ୍ୟବହାର କରାଯାଇଛି, ମାଡ଼ ମରାଯାଇଛି, ତଥାପି ଆମେ ଖଟୁଛୁ। ଇଏ ଦରମା ପାଇଁ ନୁହେଁ ସାର୍, ଇଏ ଆମର ହକ୍, ଇଏ ଆମ ନ୍ୟାର୍ଯ୍ୟ ଦାବି, ଇଏ ପେଟ ପାଟଣା କଥା, ଇଏ ଜୀବନ ଜୀବିକା କଥା। ସାରା ଭାରତରେ 22ଟି ଷ୍ଟେଟ୍ରେ 42 ଗ୍ରେଡ୍ ହେବା ସତ୍ତ୍ୱେ ଏଇ ଷ୍ଟେଟ୍ କ'ଣ ଭାରତ ବାହାରେ କି ସାର୍? ନା, ଏଠି ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀ ଜଣେ ସ୍ୱୟଂ ଶିକ୍ଷକ ଥିଲେ, ଆଦରଣୀୟ ଶିକ୍ଷକ ଥିଲେ, ସମ୍ମାନୀୟ ଶିକ୍ଷକ ଥିଲେ, ଆଜି ତଳ ଦିନରେ 22 ମସିହାରେ ସେ ନିଜେ ଏହି ଧାରଣାକୁ ଆସି କହିଥିଲେ ଯେ ମୁଁ ସରକାର ଆସିଲେ ଆମ ସରକାର ଏ ଦାବି ପୂରଣ କରିବ। ଆଜି ସେ ପୂରଣ କରୁନି। ତେଣୁ ଆମେ ଆମ ସରକାରଙ୍କୁ, ଯେଉଁ ସରକାରକୁ ଆମେ ଗଢ଼ିଛୁ, ଯେଉଁ ସରକାରଙ୍କ ପଛରେ ଆମେ ନିଜର ଶକ୍ତି ବଳ ଲଗେଇଛୁ, ଆଉ ସେ ସରକାର ନିବେଦନ କରୁଛୁ ଆପଣଙ୍କ ମାଧ୍ୟମରେ ଯେ ଅନ୍ୟ ଷ୍ଟେଟ୍ ଯେମିତି 42 ଗ୍ରେଡ୍ ଅଛି ଆମ ଷ୍ଟେଟ୍ ବି ସେୟା ଦିଆଯାଉ। ଏ ଆମର ସ୍ୱତନ୍ତ୍ର ନିବେଦନ ସାର୍। ଆଚ୍ଛା, ଯେଉଁ ରାଜ୍ୟ ମାନଙ୍କର ମଧ୍ୟ ବିଜେପି ସରକାର ଅଛି, ଆଜ୍ଞା ସାର୍, ସେ ରାଜ୍ୟରେ ମଧ୍ୟ 42 ଗ୍ରେଡ୍ ଲାଗୁ। ଆଜ୍ଞା ସାର୍, କିନ୍ତୁ ଓଡ଼ିଶା ଗୋଟେ ଏକମାତ୍ର ରାଜ୍ୟ ଯେଉଁଠି ବିଜେପି ସରକାର ଅଛି କିନ୍ତୁ 42 ଗ୍ରେଡ୍ ଲାଗୁ। ଆଜ୍ଞା ସାର୍, ଏଇଟା ହିଁ ପରିତାପର ବିଷୟ। ଗୋଟେ ପରିବାରରେ ବାପା ଥିବେ ସାର୍, ବାପାର 2ଟି ପୁଅ ଥିବ କିମ୍ବା 3ଟି ପୁଅ ଥିବ। ଗୋଟେ ପୁଅ ଯଦି ହକ୍ ପାଇ ଯାଉଛି, ବାକି 2ଟା ପୁଅ ଦୁଃଖ ନିଶ୍ଚୟ ଲାଗିବ। ବା 2ଟା ପୁଅ ହକ୍ ପାଇଗଲେ ଆଉ ଗୋଟିଏ ପୁଅ ରହିଗଲା, ସେ ନିଶ୍ଚୟ ଦୁଃଖ ଲାଗିବ। ଆଜି ଆମେ ମଧ୍ୟ ଏ ଭାରତ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିବେଦନ କରୁଛୁ ଯେ ଆପଣମାନେ ଅନ୍ୟାନ୍ୟ ଷ୍ଟେଟ୍ ଯଦି 42 ଗ୍ରେଡ୍ ପେ ଦେଇଛନ୍ତି, ଆମେ ବି ଆମର ଏଇ ଓଡ଼ିଶା ସରକାରର ଅଧୀନରେ କାମ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ, ନିରୀହ ଶିକ୍ଷକ ଶିକ୍ଷୟିତ୍ରୀ, ସରଳ ଶିକ୍ଷକ ଶିକ୍ଷୟିତ୍ରୀ, ମଣିଷ ତୈୟାରୀ କାରଖାନା ଯନ୍ତ୍ରୀ, ଆମକୁ ମଧ୍ୟ 42 ଗ୍ରେଡ୍ ପେ ଦିଆଯାଉ। ଏ ନିବେଦନ ଆମେ ରଖିବୁ ସାର୍। ଆମକୁ ପାତରଅନ୍ତର ନ କରି ନ୍ୟାର୍ଯ୍ୟ ଦାବିକୁ ପୂରଣ କରାଯାଉ। ପ୍ରଚଣ୍ଡ ଖରା ହେଉଛି, କେବେ ଦେଖନ୍ତୁ ସାର୍, 8 ତାରିଖରୁ ଆଜି ପର୍ଯ୍ୟନ୍ତ ଆମେ ବସିଛୁ। ଗତ ଡିସେମ୍ବର ମାସରେ 4ରୁ 9 ପର୍ଯ୍ୟନ୍ତ 7 ଦିନ ବସିଥିଲୁ। ସେତେବେଳେ ପ୍ରତିଶ୍ରୁତି ଦେଇଥିଲେ ଅବିଳମ୍ବେ ପୂରଣ କରାଯିବ। ଏବେ ମଧ୍ୟ ଆମ ଷ୍ଟେଟ୍ର ମହାସଂଘର ଟିମ୍ ଅଲରେଡ଼ି ମାନ୍ୟବର ମୁଖ୍ୟମନ୍ତ୍ରୀ ମଝିରେ ଭେଟି ଦଫା ଦାବି ପ୍ରଦାନ କରିଛନ୍ତି। ତା ବାଦେ ଯେଉଁ କମିଟି ଅଛି, ସେ କମିଟି ଆମ ବିଷୟରେ ଚିନ୍ତା କରୁଛି ବୋଲି ଆମକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ତ ଏତେ ଖରା ହେବା ସତ୍ତ୍ୱେ ମଧ୍ୟ ଆମେ ଏଇଥିପାଇଁ ରହିଛୁ ସାର୍, ଇଏ ପେଟ ପାଟଣା କଥା, ଜୀବନ ଜୀବିକା କଥା। ଯଦି ଏଇ ଧାରଣା 8 ତାରିଖରୁ ଆଜି ପର୍ଯ୍ୟନ୍ତ ହେଇଛି, ଆସନ୍ତାକାଲି ମଧ୍ୟ କଣ୍ଟିନ୍ୟୁ ରହିବ ଯଦି ପୂରଣ ନ ହୁଏ। ଇଏ କେବଳ ଷ୍ଟେଟ୍ରେ ସୀମିତ ରହିବନି, ଏଠି ସୀମିତ ରହିବନି। ଇଏ ଆବଶ୍ୟକ ପଡ଼ିଲେ ବ୍ଲକ ସ୍ତରରେ ବି ଧାରଣା ହେବ, ଆଉ ଏଠି ମଧ୍ୟ ବିଶାଳକା ଧାରଣା ହେବ, ଯେଉଁଟାକି 2017 ମସିହାରେ ହେଇଥିଲା, 22 ମସିହାରେ ହେଇଥିଲା। ଆପଣ ଗତ ଡିସେମ୍ବରରେ ବି ଦେଖିଥିବେ 70-80 ହଜାର ଶିକ୍ଷକ ଥିଲେ। ଆଗାମୀ ଦିନ 160 ବା 130-40-50 ଶିକ୍ଷକ ଆସିବେ, ଏଠି ରାଜରାସ୍ତା ରୋକ କରିବେ ଏବଂ ନିଜର ନ୍ୟାଯ୍ୟ ଦାବିକୁ ସରକାରରେ ନିକଟରେ ଉପସ୍ଥାପନ କରି ପାଇବା ପାଇଁ, ହକ୍ ପାଇଁ ନିବେଦନ କରି ଚାଲିବେ। ଏ ଶୃଙ୍ଖଳା ମାଧ୍ୟମରେ କରାଯିବ ସାର୍।